ହସ୍ପିଟାଲ ପରିସରରେ ଯୋଉ ଅପ୍ରୀତିକର ସ୍ଥିତି ସୃଷ୍ଟି ହେଇଥିଲା ଏବଂ ଯୋଉ ସନ୍ଦେହ ଘେରରେ ରହୁଥିଲା ମୃତ୍ୟୁ ମିଷ୍ଟ୍ରି, ଆପଣ ଭାବୁଛନ୍ତି ଆଜି ଯୋଉ ବଲାଙ୍ଗୀର ଥାନାରେ ଏତଲା ଦିଆଯାଇଛି 2 ମ୍ୟାନେଜରଙ୍କ ବିରୁଦ୍ଧରେ, କେମିତି ଦେଖୁଛନ୍ତି? ପ୍ରଥମ ତ ଆଜ୍ଞା ନମସ୍କାର ସମସ୍ତଙ୍କୁ। ଆଜ୍ଞା ମାନେ ଯିବା ଲୋକଟା ତ ଆଜ୍ଞା ଚାଲିଗଲାଣି। ଆଜ୍ଞା ମାନେ ଆମେ ଏଇ ଗଲା ପଛ ପରେ ଏଇ ସବୁ ଜିନିଷ ଗୁଡାକର ମାନେ ମୁଁ ତ ସତ୍ୟାସତ୍ୟ କିଛି ଜାଣିନି ଆଜ୍ଞା। ଆଜ୍ଞା ମାନେ କଣ ହେଇଛି କଣ ନାହିଁ, ମୁଁ ଖାଲି ଦୁଃଖ ହିଁ କରୁଛି ଯେ ମାନେ ଏବେ ହ୍ୟୁମାନ ଭାଇଙ୍କର ଏଇ ସବୁ ମାନେ ଏତେ ସଡନଲି ହେଇଗଲା, ସେଇ ଜିନିଷଟା ହିଁ ମତେ ନବାଟା ମୋ ପ୍ରତି ମାନେ ଏକ୍ସେପ୍ଟ କରିବାଟା ବହୁତ କଷ୍ଟ ହଉଛି। ମୋର ଖାଲି ନୁହଁ, ଖାଲି ଓଡିଶା ବାସୀ ସମସ୍ତଙ୍କର ହିଁ ଏଇ ଜିନିଷଟା ଆକ୍ସେପ୍ଟାନ୍ସ ବାହାରେ ରହୁଛି। ଆଉ ତା ବାଦେ ଏଇ ସବୁ ଜିନିଷ ଗୁଡାକ କଣ ହେଇଛି କଣ ହେଇନି ସେଇ ଜିନିଷ ଉପରେ ମୋର ମାନେ କିଛି ଆଇଡିଆ ନାହିଁ ଆଜ୍ଞା। ଆଜ୍ଞା ଶେଷ ଥର କେବେ କଥା ହେଇଥିଲେ ଏବଂ ହ୍ୟୁମାନ ସହିତ ଯେତେବେଳେ କଥା ହେଇଛନ୍ତି ସେ କଣ କୁହନ୍ତି ଆପଣ, କେମିତି କଣ ତାଙ୍କ ସହିତ ବଣ୍ଡିଙ୍ଗ ଥିଲା, କିଛି ସ୍ମୃତି? ହ୍ୟୁମାନ ଭାଇଙ୍କ ସହିତ ଯେବେ ବି ଆମେ ଯୋଉଠି ବି ଦେଖା ହଉ ମାନେ ଷ୍ଟୁଡିଓରେ ତାଙ୍କର ସହିତ ମୁଁ ବହୁତ ଇଣ୍ଟରାକ୍ସନ ହେଇପାରେନି, କାହିଁକି ନା ତାଙ୍କ ରେକର୍ଡିଂ ଅଲଗା ସମୟରେ ଥାଏ, ମୋର ରେକର୍ଡିଂ ଅଲଗା ସମୟରେ ଥାଏ, ଶୋରେ ବି ମାନେ ଅଲଗା ଅଲଗା ଡେଟ୍ସ ରେ ରୁହେ ରାଇଟ୍। ତ ସେଇଥିପାଇଁ ଆମେ ମିଶିକି କେବେ ବି ବହୁତ ସମୟ ସ୍ପେଣ୍ଡ କରିପାରିନୁ, କିନ୍ତୁ ମାନେ ଯେବେ ବି ଆମେ ଷ୍ଟୁଡିଓରେ ଦେଖା ହଉ ଆକସ୍ମାତ ଦେଖା ହୁଏ ସେ ବହୁତ ହସ ମଜା କରନ୍ତି, ବହୁତ ମାନେ ଆମ ସହିତ ମିଶିକି ମାନେ ମାନେ ମଜା କରନ୍ତି। ଦ୍ୱିତୀୟ କଥା ହଉଛି ମତେ 10 ଦିନ ତଳେ ହିଁ ସିଏ 8-10 ଦିନ ତଳେ ହିଁ MRR ଷ୍ଟୁଡିଓ ଯୋଉଟା ଆମର ଅଛି କଟକରେ, ସେଇଠୁ ମୁଁ ରେକର୍ଡିଂ ସରିକି ଫେରୁଥାଏ ଆଉ ସିଏ ଚଢୁଥାନ୍ତି। ତାଙ୍କ ଦେହ ଅବସ୍ଥା ବି ଏତେ ମାନେ ସୁସ୍ଥ ଦେଖା ଯାଉନଥାନ୍ତି, ବଟ୍ ମାନେ ଯେହେତୁ ସିଏ ଫର ଲଙ୍ଗ ଟାଇମ ସେମିତି ଦେଖା ଯାଉଥିଲେ ତ ଆମେ ଭାବୁଥିଲୁ କି ବୋଧେ ସେ କିଛି ଗୋଟେ ଡାଇଟ୍ ଫାଇଟ୍ କରିକି ବୋଧେ ଦେହ ଇଏ କରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ମୁଁ ବହୁତ ଜାଗାରେ ଶୁଣୁଥିଲି ଯେ ତାଙ୍କ ଦେହ ଭଲ ନାହିଁ, ସିଏ ଠିଆ ହେଇକି ଗାଇ ପାରୁନାହାନ୍ତି, ବସିକି ଗାଇବା ପାଇଁ ପ୍ରିଫର କରୁଛନ୍ତି। ଆଉ ଜୋର ଜୋର ନିଶ୍ୱାସ ମାନେ ଟିକେ ଗାଇଲା ପରେ ତାଙ୍କୁ ବହୁତ ହାଲିଆ ଲାଗୁଛି। ଆଉ ଏଇ ସବୁ ଜିନିଷଟା ମୁଁ ଶୁଣୁଥିଲି, କିନ୍ତୁ ମୁଁ ସେଇଦିନ ବି ତାଙ୍କୁ ଦେଖା ହେଲି, ମୁଁ କହିଲି ଭାଇ ଦେହ କେମିତି ଅଛି? ସେ କହିଲେ ମତେ ଦେହ ଭଲ ଅଛି, କିଛି ଅସୁବିଧା ନାହିଁ। ଆଉ ଗୋଟେ ଲୋକ ଯେତେବେଳେ ଏକ୍ସପ୍ରେସ କରୁନି ମାନେ ଯାହାର ଦେହ ଅବସ୍ଥା କିଛି ନାହିଁ, ତ ମୁଁ ବି କହିଲି ଠିକ ଅଛି ଭାଇ, ଠିକ ଭଲ ଅଛନ୍ତି। ଆଉ ସିଏ ମତେ କହିଲେ କି ଆରେ ତମ ବାପା ହେଲା, କଂଗ୍ରାଚୁଲେସନ୍ସ, ଆଉ ମାନେ କଂଗ୍ରାଚୁଲେସନ୍ସ ଫର ପ୍ରାଉଡ ଫାଦର। ମୁଁ କହିଲି ହଁ ଭାଇ ପ୍ରାଉଡ ତ ହେଇନି, ଏବେ ମାନେ ଫାଦର ହିଁ ହେଇଛି, ଦେଖାଯାଉ କହିକି ଏମିତି ଗୋଟେ ମାନେ କଥାବାର୍ତ୍ତା ହେଇକି ମୁଁ ସେଇଠୁ ବାହାରିଥିଲି। ଆଉ ସେଇଟା ଜାଣିନଥିଲି ଯେ ଦ୍ୟାଟ୍ ୱାଜ ଦ ଲାଷ୍ଟ ଡିସ୍କସନ, ଲାଷ୍ଟ ଟକ୍ ୱିଥ୍ ହିମ୍। ତ ଭଗବାନ କରନ୍ତୁ ତାଙ୍କ ଆତ୍ମାର ସଦ୍ଗତି ହଉ। ନିଜ ସ୍ୱାସ୍ଥ୍ୟ ନିଜେ ଦରକାର, ମାନେ ଯତ୍ନ ନବା ଦରକାର ଥିଲା ନା କୋଉଠି ସମସ୍ୟା ରହିଲା, କୋଉଠି ନା କୋଉଠି ତାଙ୍କ ଉପରେ ଚାପ ପକା ଯାଉଥିଲା କି ପ୍ରୋଗ୍ରାମ କରିବା ପାଇଁ ଅସୁସ୍ଥତା ସତ୍ତ୍ୱେ? ଦେଖନ୍ତୁ ଆଜ୍ଞା, ମୁଁ ମାନେ ଯଦି ଗୋଟେ ସିଙ୍ଗର ହିସାବରେ ବା ଗୋଟେ ପରଫର୍ମର ହିସାବରେ କହିବି, ମତେ କେହି ଚାପ ପକେଇକି ମତେ ନେଇପାରିବେନି। ମାନେ ମୁଁ ମୋ କଥା କହୁଛି, ମାନେ ହ୍ୟୁମାନ ଭାଇଙ୍କ କେସରେ ହେଇଥିବ କଣ ମୁଁ ସେଇ ଏକ୍ଜାକ୍ଟଲି ଜିନିଷଟା ମୁଁ କହିପାରୁନି। ସିଏ ଯେତେବେଳେ ଗୋଟେ ଗ୍ରୁପରେ ରହିଥିଲେ, ଗୋଟେ ଗ୍ରୁପର ନିହାତି ତାଙ୍କର ପ୍ରୋଗ୍ରାମ ଯେତେବେଳେ ବୁକିଂ ଆସିଥିବ, ନିହାତି ସେଇ ଜିନିଷ ଗୁଡାକ ବହୁତ ଦିନ ପୂର୍ବରୁ ହିଁ ଡେଟ୍ସ ବୁକ୍ ହେଇଥିବ। ତ ଦେହ ଯେତେବେଳେ ତାଙ୍କର ଖରାପ ହେଇଥିଲା, ଇଦର ସେ ମନା କରିଥାନ୍ତେ କି ତାଙ୍କର ମ୍ୟାନେଜର କୋଉ ହିସାବରେ ତାଙ୍କର ଡିଲ୍ଟା ହେଇଥିଲା ସେଇଟା ତ ମୁଁ ଏବେ କହିପାରୁନି। କିନ୍ତୁ ଆମକୁ ଏବେ ଯଦି ଗୋଟେ ପ୍ରୋଗ୍ରାମ ଯଦି ଆସେ, ପ୍ରୋଗ୍ରାମଟା ଆମେ ହଁ ନ କହିଲେ ତ ପ୍ରୋଗ୍ରାମଟା ବୁକ୍ ହୁଏନି। ତ ନିହାତି ମାନେ ପ୍ରୋଗ୍ରାମ ଆମର କରିବା ବା ସିଙ୍ଗିଂ କରିବା ବା ପ୍ରୋଗ୍ରାମ କରିବା, ସେଇଟା ଗୋଟେ ସିଙ୍ଗର ସବୁବେଳେ ଗୋଟେ ଲାଳସା ଥାଏ ବା ଅଭିପ୍ରାୟ ଥାଏ ବା ଇଚ୍ଛା ଥାଏ। କୋଉଠି ନା କୋଉଠି ମତେ ଲାଗୁଛି ହ୍ୟୁମାନ ଭାଇ ବି ଚାହୁଁଥିବେ ଯେ ପ୍ରୋଗ୍ରାମ କରିବେ ବୋଲି। ତ ସେଇଥିପାଇଁ ହିଁ ସିଏ ଯେତେ କଷ୍ଟ ହଉ, ଯେତେ ଇଏ ହଉ, ପୀଡା ହଉ, ସିଏ ପ୍ରୋଗ୍ରାମ କରିବା ପାଇଁ ଯାଉଥିଲେ। ଏଇଟା ହେଇଥାଇପାରେ ତାଙ୍କୁ କୌଣସି ଚାପ ପକା ଯାଇଥାଇପାରେ, କହିପାରୁନି ମୁଁ। ବଟ୍ ମତେ ଲାଗୁଛି କି ମାନେ ଏଇ ଜିନିଷଟାରେ ଏବେ ମାନେ ସିଏ ଯେତେବେଳେ ଥିଲାବେଳେ ଏଇ ସବୁ ଜିନିଷ ପ୍ରକାଶ କରିନାହାନ୍ତି, ଆଉ ଏବେ ଯେତେବେଳେ ସିଏ ଚାଲିଗଲେ ଆମେ ତାଙ୍କ ପଛରେ ଏଇ ସବୁ ଡିସ୍କସନ କରିକି ତାକୁ ପୁଣି ଗନ୍ଧିଆ କରିବା, ସେଇ ଜିନିଷଟା ମୁଁ କାହିଁ ବୁଝିପାରୁନି ମାନେ କଣ ୟାର ରିଆକ୍ସନ ଦବା କଥା। ଯାହା ଜଣା ପଡୁଛି ତାଙ୍କ ଅସୁସ୍ଥତା ନେଇ ବହୁତ ଜଣଙ୍କୁ ମଧ୍ୟ ଜଣା ଥିଲା, ସେ ମଧ୍ୟ ପରିପ୍ରକାଶ କରିପାରୁନଥିଲେ। କୋଉଠି ନା କୋଉଠି ଗୋଟେ ନିଜ ସ୍ୱାସ୍ଥ୍ୟ ପ୍ରତି ସେ ଅବହେଳା କରିଦେଲେ ନା ତାଙ୍କୁ ଚାପ ପକା ଯାଇଛି ପ୍ରୋଗ୍ରାମ ପାଇଁ, ସେ ବି ଗୋଟେ କାରଣ ଦର୍ଶାଉଛନ୍ତି ଯେ ପରିବାର ଲୋକ ମଧ୍ୟ କିଛି ତାଙ୍କର ଗୁରୁତ୍ୱ ନେଇପାରିଲେନି କି ସ୍ୱାସ୍ଥ୍ୟର। ସବୁ ଜିନିଷ ଆଜ୍ଞା, ଏବେ ଯେତେବେଳେ ଗୋଟେ ଜିନିଷଟେ ଖରାପ ହେଇଛି, ସବୁ ଜିନିଷ ଖରାପ ହେଲା ବୋଲି ସେଇ ଜିନିଷଟା ହେଲା ନା। ସେ ପରିପ୍ରକାଶ କରିପାରିଲେନି, ଫ୍ୟାମିଲି ଦେଖି ପାରିଲେନି, ତାଙ୍କର ଯୋଉ ମ୍ୟାନେଜର ଯୋଉମାନେ ଥିଲେ
ଏବେ ମ୍ୟାନେଜର ଯେତେବେଳେ ଥାଏ ଯେତେବେଳେ ସବୁବେଳେ ଭଲ ହଉଥାଏ ସମସ୍ତେ କୁହନ୍ତି ମ୍ୟାନେଜର ବଢିଆ କାମ କଲା ବୋଲି ଗୋଟେ ଆର୍ଟିଷ୍ଟ ବହୁତ ଭଲରେ ଇଏ କଲା ମାନେ ତାର କାମ ଭଲ ହେଲା। ଯେତେବେଳେ ଖରାପ ହେଲା ସେ ମ୍ୟାନେଜର ମୁଣ୍ଡରେ ଏବେ ସବୁ ଜିନିଷ ଅଠାବଳା ହବ କି ସିଏ ଖରାପ କଲା ତାର ସେ ଚାପ ପକେଇକି ନେଲା କି ସବୁ ଜିନିଷ। ଯେତେବେଳେ ଆମେ ଗୋଟେ ମାନେ ବଡ ଆର୍ଟିଷ୍ଟ କୁ ହରେଇଛେ ଆଜି ତ ସବୁ ଜିନିଷ ହିଁ ନେଗେଟିଭ ହେଇଛି ବୋଲିକି ଆଜି ଗୋଟେ ଜିନିଷ ଖରାପ ହେଇଛି। ତ ନିଶ୍ଚିତ ଭାବରେ ଆପଣଙ୍କର ଏଇ କଥାରେ ମୁଁ ଟିକେ ଅଟକାଇବା ପାଇଁ ଚାହିଁବି। ଆଉ ଗୋଟେ କଥାଟା ରହୁଛି ଯେ ତାଙ୍କ ମାଙ୍କର ଅଭିଯୋଗ ମୃତ୍ୟୁ ପରେ ଯେତେବେଳେ ମା ଅଭିଯୋଗ କରିଥିଲେ ସେତେବେଳେ ସବୁ କଥା ସାମ୍ନାକୁ ଆସିଲା, ଆଗରୁ ମଧ୍ୟ କୌଣସି ଅଭିଯୋଗ ସାମ୍ନାକୁ ଆସିନଥିଲା। ଆଉ ଗୋଟେ କଥାଟା ହଉଛି ତାଙ୍କ ମା କୁ ତାଙ୍କ ମ୍ୟାନେଜର ଅଶାଳୀନ ଭାଷାରେ ଇଙ୍ଗିତ କରିବା ଶୋଧିବାଟାକୁ ଆପଣ କେମିତି ଦେଖୁଛନ୍ତି? ସେଇଟା ନିହାତି ସେ କରିବା କଥା ନୁହଁ। ସେଇଟା ମୁଁ ସେଇ ଭିଡିଓ ଗୁଡାକ ଦେଖୁ ବି ଥିଲି। ଆଉ ଏଇ ସମୟରେ ସମସ୍ତଙ୍କ ପରିବାର ଅଛି, ସମସ୍ତଙ୍କୁ ସି ମଷ୍ଟ ବି ଗୋଇଂ ଥ୍ରୁ ଅ ଟଫ୍ ଟାଇମ୍ ରାଇଟ୍। ତ ସେ ଯୋଉ ଜିନିଷଟା କରିଲେ ବହୁତ ଭୁଲ ହେଲା, କରିବା କଥା ନୁହଁ। କୁହାଯାଉଛି ଯେ ତାଙ୍କ ସରଳତା ଏବଂ ସେ ଏତେ ସରଳ ଥିଲେ ତାଙ୍କୁ କିଏ ଯଦି ନିଶା ପାନ କରିବା କଥା କହୁଥିଲେ ସେ ତାକୁ ରିଆକ୍ଟ କରୁଥିଲେ ଏବଂ ତାଙ୍କୁ କିଏ କୋଉଠି ଗଣମାଧ୍ୟମ ଯଦି ତାଙ୍କ ନାଁରେ ଚର୍ଚ୍ଚା ମଧ୍ୟ କରନ୍ତି ସେ ମଧ୍ୟ ସେ କଥାକୁ ରିଏକ୍ଟ କରନ୍ତି, କହନ୍ତି ଯେ ରିପୋର୍ଟର ଭାଇଟା ଏଇ କଥାଟେ କହିଲା କି ଏଇ କଥା ଆଲୋଚନା ହଉଥିଲା। ତେଣୁ ତାଙ୍କ ସରଳତାକୁ ଟିକେ ଫାଇଦା ନିଆଗଲା କି? ମାନେ କୋଉ କଥା କହିଲେ ଆଜ୍ଞା ବୁଝିପାରିଲିନି। ମାନେ ହ୍ୟୁମାନ ବହୁତ ସରଳ ଥିଲେ, ବେଶୀ ରିଆକ୍ଟିଭ ନଥିଲେ, ବହୁତ ସରଳ ଥିଲେ ଏବଂ ତାଙ୍କୁ କିଏ କଣ କହିଦେଲେ ନିଶା କଥା କହିଲେ କି ନିଶା ଖାଉଛି କହିଲେ ସେ କଥାକୁ ସେ ବହୁତ ରିଆକ୍ଟ କରନ୍ତି ଏବଂ କୌଣସି ମାନେ ବିବାଦରେ ସେ ପଶିବା ପାଇଁ ଚାହାନ୍ତିନି ଏବଂ ସେ ଭାବନ୍ତି ଯେ ଯଦି ଗୋଟେ ପ୍ରୋଗ୍ରାମ ପାଇଁ ସେ ନେଇଛନ୍ତି ଅସୁସ୍ଥତା ସତ୍ତ୍ୱେ ବି ସେ ଚାହାନ୍ତି ଯେ କାଳେ ମତେ କିଏ କଣ କହିଥିବ, ତେଣୁ ମୁଁ ଯେହେତୁ କଥା ଦେଇଛି କି ମ୍ୟାନେଜର ମୋର ଆଡଭାନ୍ସ ନେଇଛନ୍ତି ପ୍ରୋଗ୍ରାମ ଟା କରିବା ନିହାତି ଦରକାର, ଅସୁସ୍ଥତା ସତ୍ତ୍ୱେ ଆପଣ ଭାବୁଛନ୍ତି କି ସେ ପ୍ରୋଗ୍ରାମ କରିଛନ୍ତି? ସେଟା ସିଏ ହିଁ ଜାଣିଥିବେ, ତାଙ୍କ ମ୍ୟାନେଜର ହିଁ କହିପାରିବେ ନା। ମୁଁ ଏଇଠି ବସିକି ଆମେ ଆଉ ଫୋନରେ କଥା ହେଇକି ଜିନିଷଟା କଣ ମାନେ ୟାର କନକ୍ଲୁଜନ ଟା କିଛି ବାହାର କରିପାରିବେନି ନା। ସେ କଣ ହେଇଥିଲା କେମିତି ହେଇଥିଲା ସେଇଟା ମ୍ୟାନେଜର ଠିକ ସେ କହିପାରିବେ, ତାଙ୍କର ପରିବାର ବର୍ଗ କହିପାରିବେ, ହ୍ୱାଟ ସର୍କମଷ୍ଟାନ୍ସ ହି ୱାଜ ଗୋଇଂ ଥ୍ରୁ ସେଇଟା ତାଙ୍କ ପାଖରେ ଯୋଉମାନେ ଥିଲେ ସେମାନେ ହିଁ କହିପାରିବେ। ଆମେ ଏବେ ଆମେ ଯୋଉ ଗୋଟେ ଓଡିଆରେ କହୁ ଗୋଲା ବିଚାର କରିବା ତାର କିଛି ମିନିଂ ମତେ କାହିଁ ଜଣା ପଡୁନି। ତେଣୁ ଏଇ ଯୋଉ ଆଜ୍ଞା କୁହନ୍ତୁ ଏଇ ଯୋଉ ମୃତ୍ୟୁ ମିସ୍ତ୍ରୀ ରହିଛି ଆଜି ଯୋଉ ଥାନାରେ ଅଭିଯୋଗ କଲେ ଆପଣ, ଅଭିଯୋଗ ପରେ କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି ରହିଛି, ନିଶ୍ଚିତ ଭାବରେ କୋଟି କୋଟି ଗୋଟେ ଅବହେଳା କରାଯାଇଛି। ଆପଣ କଣ ଦାବି କରିବେ? ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ନା କଣ ଭାବୁଛନ୍ତି ଆପଣ? ନିହାତି ମାନେ ତାଙ୍କର ଯୋଉ ମାନେ ଯେତେବେଳେ ତାଙ୍କ ମା କହୁଛନ୍ତି ଯେ ଏଇ ସବୁ ଜିନିଷ ଗୁଡାକ ହେଇଛି କିଏ ମାନେ କିଛି କିଛି ଅଲଗା ଅଲଗା ଜିନିଷ ଆମେ ବହୁତ ସାରା ତଥ୍ୟ ପାଉଛେ ଟିଭିରେ ବା ଗଣମାଧ୍ୟମ ମାଧ୍ୟମରେ, ତ ସବୁ ଜିନିଷ ଗୁଡାକ ନିହାତି ତଦନ୍ତ ହବା କଥା। ମାନେ ପ୍ରକୃତରେ ଯଦି ଯାହାର ବି ଭୁଲ ଅଛି ସେମାନେ ନିହାତି ଶାସ୍ତି ପାଇବା କଥା, ମୁଁ ସେୟା ହିଁ କହିପାରିବି ଆଜ୍ଞା। କିନ୍ତୁ ଏଇଆ ଶେଷରେ କହିବା ପାଇଁ ଚାହିଁବି ଯେ ଆମେ ଗୋଟେ ବଡ ଆର୍ଟିଷ୍ଟକୁ ହରେଇ ଦେଇଛେ, ଆଉ ତାଙ୍କ ଆତ୍ମାର ସଦ୍ଗତି ହଉ, ଆଉ ଏତିକି ହିଁ କହିପାରିବି ଆଜ୍ଞା। ଗାଡି କିଣିବାକୁ ଭାବୁଛନ୍ତି ତାହେଲେ ଆସନ୍ତୁ କାର ବାଜାର, ଯୋଠି ଆପଣଙ୍କୁ ମିଳିବ लो प्राइस कार ठु आरंभ करी लग्जरियस कार्स 10,000 किलोमीटर पर्यंत वारंटी और अफोर्डेबल प्राइस रे। और हां एबे आपनकर फेवरेट कार बाजार रो सेकंड आउटलेट खोली जायछि ऑपोजिट ऑफ एसोटेक वर्ल्ड पहाड़ भुवनेश्वर। ताहले एबे लो प्राइस रे लग्जरियस कार किनंतु केवल कार बाजार रु।